ଆଉ ଦୟାକରି ଆମମାନେ ବାକ୍ୟ ଶୁଣୁଥିବା ସମୟରେ ନିଜର ଡିଭାଇସକୁ ଯତ୍ନପୂର୍ବକ ନେଉଥିବା। ବେଳେ ବେଳେ ଡିଭାଇସ୍ ଅନ୍ ହେଇଯାଉଛି, ଯତ୍ଫଳରେ ଯିଏ ବି ୱାର୍ସିପ୍ କରୁଛି, ଯିଏ ବି ଲିଡିଂ କରୁଛି, କିମ୍ବା ଯିଏ ବି ପ୍ରଭୁଙ୍କର ବାକ୍ୟ ପରିବେଷଣ କରୁଛି ତାଙ୍କୁ ଡିଷ୍ଟର୍ବାନ୍ସ ହେଉଛି। ତେଣୁକରି ଦୟାପୂର୍ବକ ଆପଣମାନେ ନିଜ ନିଜର ଡିଭାଇସକୁ ଯତ୍ନ ନିଅନ୍ତୁ। କାରଣ ଆମେ ଦେଖିବାକୁ ପାଉଥିଲୁ ଯେ ଭାଇ ଯେତେବେଳେ ସୁନ୍ଦର ୱାର୍ସିପ୍ କରୁଥିବା ସମୟରେ ଡିଭାଇସ୍ ଗୁଡ଼ିକ ଅନ୍ ହେଇଥିବା ହେତୁ ଆବାଜ ତାଙ୍କର ଆସୁଥିଲା। ତେଣୁକରି ଯତ୍ନପୂର୍ବକ ଧ୍ୟାନ ଦିଅନ୍ତୁ। ସର୍ବପ୍ରଥମରେ ମୁଁ ସଦାପ୍ରଭୁଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେବା ନିମନ୍ତେ ଚାହେଁ ଯେ ସେ ଆଜି ଆମମାନଙ୍କୁ ଗୋଟେ ସୁନ୍ଦର ପ୍ରଭାତ ଦେଖିବା ନିମନ୍ତେ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଲେ। କାରଣ ଆଜିର ଦିନକୁ କିମ୍ବା ଆଜିର ପ୍ରଭାତକୁ ଦେଖିବା ପାଇଁ ଅନେକ ଇଚ୍ଛା ପ୍ରକାଶ କରିବା ସତ୍ତ୍ୱେ ମଧ୍ୟ ସେମାନେ ଆଜି ଏଇ ଦିନ ପ୍ରଭାତକୁ ଦେଖି ପାରିନାହାନ୍ତି। ମାତ୍ର ସେଇ ସୁଯୋଗ ଆଜି ଆମମାନେ ପାଇଅଛୁ। ଆଉ ତାଙ୍କର ଚରଣ ନିକଟବର୍ତ୍ତୀ ହୋଇ ସେବା ଆରାଧନା ଉପାସନା କରିବାର ମଧ୍ୟ ସୁନ୍ଦର ସୁଯୋଗ ପାଇଛୁ। ଆଜି ଅନେକ ଲୋକ ମାନେ ବିଛଣାରେ ଅଛନ୍ତି ପର୍ଯ୍ୟନ୍ତ, ମାନେ ଶୋଇ ପଡ଼ିଛନ୍ତି, ମାତ୍ର ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଲେ। ସେଥି ନିମନ୍ତେ ସର୍ବପ୍ରଥମେ ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମର ଫଷ୍ଟ ଯିଏକି ଆମମାନଙ୍କର ବିଶପ ଜିତେନ୍ଦ୍ର ଛତ୍ର ଆଜ୍ଞାକୁ ମଧ୍ୟ ବିଶେଷ ଧନ୍ୟବାଦ ଦିଏ ଯେ ମତେ ସେ ଯୋଗ୍ୟ ମଣି ଆଜି ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇ ଅଛନ୍ତି। ବାକ୍ୟ ଆରମ୍ଭ କରିବା ପୂର୍ବରୁ ପୁଣି ଥରେ ଆମେ ଏହି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଏବଂ ସମସ୍ତେ ଆମେ ଈଶ୍ୱରଙ୍କର ଚରଣ ନିକଟବର୍ତ୍ତୀ ହୋଇ ପ୍ରଶଂସା କରିବା, ଆରାଧନା କରିବା। ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ। ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ। ପ୍ରଣମୁଛି ମୁଁ ତୁମ ଭୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ ମୁଁ ଏଠାରେ। ପ୍ରଣମୁଛି ମୁଁ ତୁମ ଭୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ ମୁଁ ଏଠାରେ। ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। मैं हूँ यहाँ प्रभु, मैं हूँ यहाँ प्रभु, मैं हूँ यहाँ प्रभु, मैं हूँ यहाँ। उद्धार करता ମୋ ଆରୋଗ୍ୟ ଦାତା, ମୋ ଶକ୍ତି ଦାୟକ, ମୋର ପ୍ରଭୁ। ପ୍ରଣମୁଛି ମୁଁ ତୁମ ଭୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ
ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ। तू मेरा शरण स्थान, तू मेरा गढ़ है, संकट में मेरा दोस्त, मेरा प्रभु। आराधना करूं मैं पूरे दिल से, मैं तुझे ढूंढूंगा संपूर्ण जीवन से, तेरी सेवा करूंगा इन सारे चीजों से। मैं हूँ यहाँ, मैं हूँ यहाँ प्रभु, मैं हूँ यहाँ प्रभु, मैं हूँ यहाँ प्रभु, मैं हूँ यहाँ। ଧନ୍ୟବାଦ ଦଉଛୁ ପିତା ତମ ସେ ପବିତ୍ର ନାମକୁ। ତୁମେ ଯାହା ମାନଙ୍କୁ ଏଇ ସୁନ୍ଦର ସମୟ ତୁମେ ଦେଇଅଛ, ତୁମର ଚରଣ ନିକଟବର୍ତ୍ତୀ ହୋଇ ତୁମର ଚରଣ ତଳେ ବସି ତୁମର ବାକ୍ୟ ଶୁଣିବା ପାଇଁ ପିତା। ତେଣୁକରି ବିଶେଷ ଧନ୍ୟବାଦ ଦଉଅଛୁ ଯେ ପିତା ଆମମାନଙ୍କୁ ଏ ପ୍ରଭାତ ସମୟରେ ତୁମେ ହିଁ ନିଜେ ଉଠାଇ ତୁମରି ସଙ୍ଗତିରେ ରହିବା ପାଇଁ ସୁଯୋଗ ଦେଲ ଭଳି। ଯୋଉ ବାକ୍ୟ ଆଜି ତୁମେ ପରିବେଷଣ କରିବା ନିମନ୍ତେ ଯାଉଛ ମୋର ମୁଖ ଦେଇ, ସେ ବାକ୍ୟକୁ ତୁମେ ହିଁ କଥା କୁହ ପିତା। ପ୍ରତ୍ୟେକ ଜଣ ଆମମାନେ ଶୁଣିବୁ ଏବଂ ସେ ବାକ୍ୟକୁ ସାଇତି ରଖିବୁ। ବନ୍ଧ ଜଗତରେ ଯେତେବେଳେ ଆମେ ବାସ କରୁଅଛୁ, ସେ ବାକ୍ୟକୁ ବନ୍ଧ ଜଗତରେ ଅନ୍ୟମାନଙ୍କୁ ସୁସମାଚାରରେ ଶୁଣାଇ ପାରୁଥିବୁ। ସେଥିପାଇଁ ତ ଆମକୁ ସାହାଯ୍ୟ ପ୍ରଦାନ କରି ପ୍ରାର୍ଥନା କରୁଛୁ। ପ୍ରାର୍ଥନା ଶୁଣି ଉତ୍ତର ଦେଲ ବେଳେ ଧନ୍ୟବାଦ ଦେଇ କୃଷକ ଯୀଶୁଙ୍କ ନାମରେ ମାଗୁଅଛୁ। ଆଜିର ଶାସ୍ତ୍ରାଂଶରେ ଆମେ ଦେଖିବା ମାଥ୍ୟୁ ତାର 6 ପର୍ବ 12 ପଦ। କେଇ ଜଣ ପାଠ କରିବା ପାଇଁ ସାହାଯ୍ୟ କରନ୍ତୁ। ମାଥ୍ୟୁ 6 ପର୍ବ 12 ପଦ। ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର। ପ୍ରେଜ୍ ଦ ଲର୍ଡ। ଏହି ପ୍ରଭୁ ଶିଖାଇଥିବା ପ୍ରାର୍ଥନାରେ ଆମେ ଗୋଟିଏ ବିଷୟ ଦେଖିବା ଯେ ମାଥ୍ୟୁ ଲିଖିତ ସୁସମାଚାର ତାର 6 ପର୍ବ 12 ପଦ ଲେଖାଯାଏ, ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀ ମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର। ଆମେ ଦିନକୁ କିଏ 2 ଥର, କିଏ 3 ଥର, କିଏ 4 ଥର ମଧ୍ୟ ଆମମାନେ ପ୍ରଭୁଙ୍କର ସହିତ ଲାଗି ରହୁ, ପ୍ରାର୍ଥନାଶୀଳ ଜୀବନ କାଟିଥାଉ। ଏବଂ ପ୍ରାର୍ଥନା ଯେତେବେଳେ ଆମେ କରିସାରିବା ପରେ ଆମମାନଙ୍କର ଏହି ପ୍ରଭୁ ଶିଖାଇଥିବା ପ୍ରାର୍ଥନା ଆମେ କରୁ କଣ, ଯେ ଆପଣ ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛୁ। ଯଦି ଆମ୍ଭେମାନେ ଆମର ଅପରାଧୀକୁ କ୍ଷମା କରିଅଛୁ, ତାହେଲେ ଯା ଆମକୁ ଏହି ପ୍ରଭୁ ଶିଖାଇଥିବା ପ୍ରାର୍ଥନା କରିବା ନିହାତି ଆବଶ୍ୟକ ଅଟେ। ଏହି ପଦକୁ ଆମେ ସମ୍ବୋଧନ କରିବା ଦରକାର ଅଟେ। କାରଣ ପ୍ରତ୍ୟେକ ଦିନ ମାନେ ପ୍ରାର୍ଥନା କରୁଛୁ ତ ସତ, ପ୍ରତ୍ୟେକ ଦିନ ପ୍ରଭୁ ଶିଖାଇଥିବା ପ୍ରାର୍ଥନା ମାନେ କରୁଛୁ ଯେ ଆମମାନେ ଯେପରି ଆପଣ ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛୁ। ଯଦି କରିନାହୁଁ, ତାହେଲେ ଆମମାନଙ୍କୁ ଓଲଟା କରିବାକୁ ପଡିବ। ନିଜର ଅପରାଧୀ ମାନଙ୍କୁ ଯଦି ଆମେ କ୍ଷମା ଏପର୍ଯ୍ୟନ୍ତ ଦେଇନାହୁଁ, ତାହେଲେ ଆମମାନଙ୍କୁ ଏଇ ପ୍ରାର୍ଥନାରେ ଗୋଟେ ବିଷୟ କହିବାକୁ ପଡେ। ଆମେମାନେ ଯେପରି ଆପଣ ଆପଣ ଅପରାଧୀ ମାନଙ୍କୁ କ୍ଷମା କରିନାହୁଁ, ସେହିପରି ଆମମାନଙ୍କର ଅପରାଧ ସବୁ କ୍ଷମା କର ନାହିଁ ବୋଲି ଆମେ ଜାଣିବା ଦରକାର। ଯଦି ଅପରାଧୀ ମାନଙ୍କୁ କ୍ଷମା କରି ଚାଲିଛୁ, ତାହେଲେ ହିଁ ଆମମାନେ ଏଇ ପ୍ରାର୍ଥନା କରିବା ଦରକାର। ଆଜି ଆମମାନଙ୍କୁ ନିଜେ ନିଜକୁ ପଚାରି ଦେଖୁ, ମୁଁ ହଉ କିମ୍ବା ଆପଣ ମାନେ ହଉ,
ଯିଏ ଆମମାନଙ୍କର ବିରୁଦ୍ଧାଚରଣ କରିଛନ୍ତି, ଆମମାନଙ୍କର ବିରୁଦ୍ଧରେ ଯାଉଛନ୍ତି, ଯିଏ ଆମମାନଙ୍କୁ ଅପମାନ ଦେଇଛନ୍ତି, ଯେଉଁମାନେ ଆମମାନଙ୍କୁ ତିରସ୍କାର କରୁଛନ୍ତି, ଯେଉଁମାନେ ଆମମାନଙ୍କୁ ସଦାବେଳେ ତାଚ୍ଛଲ୍ୟ କରୁଛନ୍ତି, ସତରେ କଣ ମୁଁ ସେମାନଙ୍କୁ କ୍ଷମା କରିପାରିଛି କି? ନିଜେ ନିଜକୁ ଆମେ ପଚାରି ଦେଖୁ। ପ୍ରଭୁ କହିଲେ କି ଯେ ତୁମେ ପଡୋଶୀକୁ ଆତ୍ମତୁଲ୍ୟ ପ୍ରେମ କର। ଆମର ପଡୋଶୀ ଆମମାନଙ୍କର ପାଖରେ ସଦାବେଳେ ରହୁଛି, ବାକି କିଛି କାରଣବଶତଃ ଯଦି ଆମମାନଙ୍କର ମାନମାଳିନ୍ୟ ହେଇଯାଉଛି, ତାହେଲେ ବର୍ଷଟି ଯାକ ମାସଟି ଯାକ ସେମାନଙ୍କର ଚେହେରା ଆମେ ଦେଖୁନାହୁଁ, କିମ୍ବା ସେମାନଙ୍କ ସହିତ ଆମେ କଥାବାର୍ତ୍ତା ବି ହେଇପାରୁନା। ବାକ୍ୟ ପଢୁଛୁ ସତ, ପଡୋଶୀକୁ ଆତ୍ମତୁଲ୍ୟ ପ୍ରେମ କର ବୋଲି। ପ୍ରଭୁ ଆମମାନଙ୍କୁ ସେ ବାକ୍ୟ ମଧ୍ୟ ଦେଇଛନ୍ତି, ଆଜ୍ଞା ମଧ୍ୟ କରିଛନ୍ତି। ମାତ୍ର ଯଦି ମୋର ଜୀବନରେ ଯଦି କ୍ଷମାର ଗୁଣ ନାହିଁ, ତାହେଲେ ମୁଁ ଏପର୍ଯ୍ୟନ୍ତ ପ୍ରଭୁଙ୍କୁ ଆପଣାଏ ନାହିଁ। କାହିଁକି ନା ପ୍ରଭୁ ଆମମାନଙ୍କୁ ଗୋଟେ କ୍ଷମାର ଗୁଣ ଶିଖାଇକି ଯାଇଅଛନ୍ତି। ଏ ଜଗତରେ ଯେତେବେଳେ ଥିବା ସମୟରେ ସବୁଠାରୁ ବହୁତ ବଢିଆ ବିଷୟ ଶିଖେଇ ଗଲେ ଯେ ଦୟା, ପ୍ରେମ ଏବଂ କ୍ଷମା। ଯାହାର ଜୀବନରେ ଏଇ ତିନୋଟି ବିଷୟ ଯଦି ନାହିଁ, ତାହେଲେ ସେ ପ୍ରଭୁଙ୍କୁ ଆପଣେଇছে ବୋଲି କହିପାରିବ ନାହିଁ। ଯଦି ପ୍ରଭୁଙ୍କୁ ଆପଣେଇଛି, ତାର ଜୀବନରେ ଯଦି ଦୟା ନାହିଁ, ତାର ଜୀବନରେ ଯଦି ପ୍ରେମ ନାହିଁ, ତାହେଲେ ସେ କ୍ଷମା ମଧ୍ୟ ଦେଇପାରିବ ନାହିଁ। ଦୟା ହେଲେ ତ, ପ୍ରେମ ହେଲେ ତ କ୍ଷମା କରିବ। ତେଣୁକରି ଆଜିର ବିଷୟରେ ଆମେ ଦେଖିବା କ୍ଷମାର ଗୁଣ ମୋର ଜୀବନରେ କି ଆପଣ ମାନଙ୍କର ଜୀବନରେ ଅଛି ନା ନାହିଁ, ଆଜି ଟିକେ ଆମେ ଦେଖିବାର ଅଛି। ତେଣୁକରି ଆମେ ଦେଖିବା କି ଯେ କଳସିୟ ତାର 3 ପର୍ବ 13 ପଦରେ ଗୋଟେ ବହୁତ ବଢିଆ ବିଷୟ ଲେଖାଯାଏ, ଟିକେ ପଢିବାରେ ସାହାଯ୍ୟ କରୁଥାନ୍ତୁ। ପରସ୍ପର ପ୍ରତି ସହନଶୀଳ ହୁଅ। ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମେମାନେ ମଧ୍ୟ ସେହିପରି କର। Praise the Lord. ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି। ଚାଙ୍ଗ ଟିକେ ଦେ। ନାଇଁ, ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି। ଆମେ ଜାଣୁଅଛୁ ଯେ କ୍ରୁଶରେ ଥିବା ସମୟରେ ସେ ଆମମାନଙ୍କୁ କି ପ୍ରକାର ଭାବରେ କ୍ଷମା କଲେ। କହିଲେ କଣ? କି ତ ଏମାନଙ୍କୁ ତୁମେ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ୟା ମାନେ ଯୋଉମାନେ କୃଷରେ ବଳି ହେଇଛନ୍ତି ତାହା ମଧ୍ୟ ନେଇ, କୃଷରେ ବଳିରେ ସେମାନଙ୍କୁ ଟଙ୍ଗେଇଲେ ସେମାନଙ୍କ କଥା ନୁହନ୍ତି, ସମସ୍ତଙ୍କୁ କହୁଛନ୍ତି। ଆମେ ଆମମାନଙ୍କର ଅପରାଧ ସକାଶୁ, ଆମମାନଙ୍କର ପାପ ସକାଶୁ ସେ କୃଷରେ ବଳିଥିଲେ, ଏବଂ ସେ ଆମମାନଙ୍କୁ ଗୋଟେ ବିଷୟ ଶିଖାଇକି ଗଲେ କି ଯେ କଣ? କ୍ଷମାର ଗୁଣ। ସେଥିପାଇଁ ଲେଖାଯାଉଛି ପରସ୍ପର ପ୍ରତି ସହନଶୀଳ ହୁଅ। ଆଜି ଲୋକଙ୍କ ଜୀବନରେ ସହନଶୀଳ ବହୁତ କମ ଦେଖାଯାଏ। କିଏ ଯଦି କିଛି କହିଦେଲା, କିଏ ଯଦି ଆମମାନଙ୍କୁ କିଛି ପାଟିତୁଣ୍ଡ ହେଇଗଲେ, ମାନେ ଆମମାନଙ୍କର ଜୀବନରେ ସହନଶୀଳ ନାହିଁ। ଆମମାନେ ସଦାବେଳେ ରାଗରେ ପରିଣତ ହେଇଯାଉଛୁ। ସେ ମତେ ଏମିତି କହିବ କି, ସେ ମତେ ଯଦି 2 ପଦ କହିଛି, ମୁଁ କାହିଁକି 4 ପଦ କହିବି ନାହିଁ? ସେ ମତେ ଏ ପ୍ରକାର କହିଲା, ମୁଁ କଣ ଚୁପଚାପ ରହିଯିବି କି? ପ୍ରଭୁକୁ ଆମେ ଦେଖୁ, ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ଜଗତରେ ଯେତେବେଳେ ଥିବା ସମୟରେ ସେ ଅନେକଙ୍କୁ ଜବାବ ଦେଇପାରିଥାନ୍ତେ। ଅନେକଙ୍କୁ ସେ ପ୍ରଶ୍ନର ଉତ୍ତର ଦେଇ ପାରିଥାନ୍ତେ, ଅନେକଙ୍କୁ ସେ କଥା କହିପାରିଥାନ୍ତେ, ମାତ୍ର ସେ ସବୁ ସହିଗଲେ। ଯେତେ ଅପମାନ ସେ ସହିଗଲେ। ଆଉ ତାଙ୍କୁ ଯଦି ଆମେ ଯେତେବେଳେ ଗ୍ରହଣ କରିଛୁ, ତାଙ୍କୁ ଯଦି ଯେତେବେଳେ ଆମେ ଆପଣାଇଛୁ, ଆମମାନଙ୍କର ଜୀବନରେ ସେ ସହନଶୀଳ ବହୁତ କମ ଦେଖାଯାଉଛି। ସଦାବେଳେ ମାନେ କଣ କରୁଛୁ ନା, ରାଗରେ, ହିଂସାରେ, କ୍ରୋଧରେ ଆମମାନେ ରହିଅଛୁ। କ୍ଷମାର ଗୁଣ ଆମମାନଙ୍କର ଜୀବନରେ କମ ଦେଖାଯାଉଛି। ତେଣୁକରି ଲେଖାଯାଉଛି ସହନଶୀଳ ହୁଅ। ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, କାହାରି ବିରୁଦ୍ଧରେ କୌଣସି କଥା ଥାଏ, ଆମମାନଙ୍କୁ ସ୍ମରଣ କରିବା ଦରକାର ଅଟେ। ମୁଁ କାହାକୁ କଣ କହିଦେଇଛି କି? କାହାର ବିରୁଦ୍ଧରେ ମୁଁ ଯାଇ ତ ନାହିଁ। କାହାକୁ ଏ ପ୍ରକାର କଥା ମୁଁ କହି ନାହିଁ ତ, ଯାହା ଫଳରେ ତାର ହୃଦୟ ଭାଙ୍ଗି ଯାଇଥିବ, ତାକୁ କଷ୍ଟ ଲାଗିଥିବ। ସ୍ମରଣ କରିବା ନିହାତି ଆବଶ୍ୟକ ଅଟେ। ଯଦି ସ୍ମରଣରେ ଆସୁଅଛି, ତାହେଲେ ଆମମାନଙ୍କୁ କ୍ଷମା ମାଗିବାର ମଧ୍ୟ ଅଛି। କାହିଁକି? ତାର କ୍ଷମାର ଗୁଣ ପ୍ରଭୁ ଆମକୁ ଶିଖାଇଛନ୍ତି।
ତାକୁ ମୁଁ କ୍ଷମା କରିଦେଲେ ଛୋଟ ହେବି ନାହିଁ କି ବଡ ହେଇଯିବି ନାହିଁ। ମାତ୍ର ଯାହାକୁ ଆମମାନେ କଷ୍ଟ ଦେଇଛୁ, ଯାହାକୁ ବାଧିଲା ପରି ଆମମାନେ କଥା କହିଛୁ, କହିଦେଲା ବେଳେ ତୁ ବହୁତ କିଛି କହିଦଉ, ମାତ୍ର ଏବେ ମଧ୍ୟ ଭାବୁନାହୁଁ ଯେ ତାକୁ କି ପ୍ରକାର ଫିଲ୍ ହଉଛି, ତାକୁ କି ପ୍ରକାର ଭାବରେ କଷ୍ଟ ହଉଛି। ଆଉ ଘରକୁ ଆସିଲେ କହିବୁ, ଦୁଇ ପଦ ମୁଁ ଶୁଣେଇଦେଲି ତାକୁ ଆଜି। ମତେ ଶୁଣେଇବ କି ସେ? ମୁଁ ଦୁଇ ପଦ ଶୁଣେଇଦେଲି। ୟା ମାନେ ତାଙ୍କରି ଆଉ ଆମ ଭିତରେ ପାର୍ଥକ୍ୟ କଣ ଅଟେ? ସେ ମତେ ଗୋଟେ ପଦ କହିଲା, ମୁଁ ସହିପାରିଲି ନାହିଁ, ମୁଁ ଚାରି ପଦ କହିକି ପଳେଇ ଆସିଲି। କଣ ଅଛି? କ୍ଷମାର ଗୁଣକୁ ଏପର୍ଯ୍ୟନ୍ତ ଆପଣେଇ ନାହିଁ। ଯେ ପର୍ଯ୍ୟନ୍ତ ଆମମାନେ ପ୍ରଭୁଙ୍କ ସହିତ ଲାଗି ରହିଛୁ, ମାନେ ଏହି ଗୁଣ ଆମମାନଙ୍କ ଜୀବନରେ ଦେଖାଯିବା ନିହାତି ଆବଶ୍ୟକ ଅଟେ। ଏକ ଆର ଏକକୁ କ୍ଷମା କରିବା ନିହାତି ଆବଶ୍ୟକ ଅଟେ। ଯଦି ସ୍ମରଣରେ ଆସୁଛି, ମୋର ମଧ୍ୟ ସ୍ମରଣରେ ଆସୁଛି, ତାହେଲେ ଆମମାନଙ୍କୁ କ୍ଷମା କରିବା ନିହାତି ଆବଶ୍ୟକ ଅଟେ। କାହିଁକି? ପ୍ରଭୁ ଯଦି ଆମମାନଙ୍କୁ କ୍ଷମା କରିଛନ୍ତି, ତାହେଲେ ଆମେମାନେ ମଧ୍ୟ ସେମାନଙ୍କୁ କ୍ଷମା କରିବା ଦରକାର ଅଟେ। ଯଦି ଆମମାନେ କରୁଛୁ, ତାହେଲେ ଗୋଟେ ବିଷୟ ଆମମାନଙ୍କୁ ବେନିଫିଟ ହେଇଯିବ। କଣ ସେ ବେନିଫିଟ ଟା? ତାହା ଦେଖିବା ଗୀତ ସଂହିତା ତାର 103 ପଦ। ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି। ପ୍ରେଜ୍ ଦ ଲର୍ଡ। ଆଜିର ଯୁଗରେ ଯଦି ବେଶୀ ଟଙ୍କା ପଇସା ଯଦି ଖର୍ଚ୍ଚ କରୁଛି, ତାହେଲେ କଣ? ରୋଗ। ଯାହାକୁ ଦେଖିବ ରୋଗ। ହସ୍ପିଟାଲ ମାନଙ୍କରେ ଦେଖିବେ ଅନେକ ଲୋକମାନେ ରୋଗରେ ପୀଡିତ ଅଛନ୍ତି। ଆଉ ଏଇ ରୋଗରେ ଅନେକ ଲୋକ ତାଙ୍କର ଜମି ବାଡି ସୁନା ଗହଣା ସମସ୍ତ ବିକ୍ରି କରି ସାରି ମଧ୍ୟ ଟ୍ରିଟମେଣ୍ଟ ହଉଛନ୍ତି, ମାତ୍ର ଏପର୍ଯ୍ୟନ୍ତ ରୋଗରୁ ସେମାନେ ସୁସ୍ଥତା ପ୍ରାପ୍ତ ହେଇପାରିନାହାନ୍ତି। ତାର କାରଣ କଣ ଅଟେ? ଖ୍ରୀଷ୍ଟିଆନ ଭାଇ ମାନେ ମଧ୍ୟ ସେଇଆ, ନାଇଁ କି? ମାନେ ଖ୍ରୀଷ୍ଟିଆନ ଭାଇ ମାନେ ଦେଖିବା ଯେ ଅନେକ ଲୋକମାନେ ସମସ୍ତେ ରୋଗରେ ପୀଡିତ ଅଛନ୍ତି। କାହାକୁ ବିପି, ସୁଗର, ହାର୍ଟ ପ୍ରୋବ୍ଲେମ, ବିଭିନ୍ନ ପ୍ରକାର ରୋଗରେ ଆମେ ପୀଡିତ ଅଛୁ। ବାକି ଗୋଟେ ବିଷୟ ଆମେ ଜାଣିପାରୁନାହୁଁ ଯେ ମୁଁ ମୋର ଅପରାଧୀକୁ କିମ୍ବା ମୋର ଯାହାକୁ ମୁଁ କ୍ଷମା କରିପାରିଛି କି? ଯଦି କ୍ଷମା କରିଛି, ତାହେଲେ ଏଇ ପଦଟି ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି। କ୍ଷମା କରିଚାଲିଛି, ଯଦି କ୍ଷମା ଦେଇଛି ଅନ୍ୟକୁ, ତ ରୋଗରୁ ତ ନିଶ୍ଚୟ ପ୍ରଭୁ ଆମମାନଙ୍କୁ ସୁସ୍ଥତା କରିବେ। ଅଧର୍ମ ସବୁ ବୋଲି କହିଲେ, ଯାହା ମୁଁ ପ୍ରଭୁଙ୍କର ବିରୁଦ୍ଧାଚରଣ ଯଦି କାର୍ଯ୍ୟ କରିଛି, ଖରାପ କାର୍ଯ୍ୟକୁ ମଧ୍ୟ କରିଛି, ସେ ଆମମାନଙ୍କୁ ଯଦି କ୍ଷମା କରି ଚାଲିଛନ୍ତି, ଆଉ ଯଦି ସେ ଯଦି ଆମକୁ କ୍ଷମା କରିଛନ୍ତି, ଆଉ ମୁଁ ଯଦି ଆମର ଅପରାଧୀ ମାନଙ୍କୁ ଯଦି କ୍ଷମା କରିଛି, ଏହା ମୁଁ ନିଶ୍ଚୟ ଜାଣିପାରିବି, କିମ୍ବା ଆପଣ ମାନେ ଜାଣିବେ କି ଯେ ରୋଗରୁ ମତେ ପ୍ରଭୁ ଉଦ୍ଧାର କରିଦେବେ, ରୋଗ ସବୁ ସୁସ୍ଥ କରନ୍ତି। ହସ୍ପିଟାଲ ମାନଙ୍କରେ ଦେଖିବେ, ମୁଁ ଯେତେବେଳେ ମୁଁ ପ୍ରାକ୍ଟିସ କରେ, ଏବଂ ସେ ପ୍ରାକ୍ଟିସ କରିବା ସମୟରେ ଅନେକ ରୋଗୀ ଆସନ୍ତି, ବିଭିନ୍ନ ପ୍ରକାର ସମସ୍ୟା ରୋଗ ଦେଖିକି ଆସନ୍ତି। ଯୋଉମାନେ ପରମେଶ୍ୱରଙ୍କ ସହିତ ଲାଗି ରୁହନ୍ତି, ପ୍ରାର୍ଥନାଶୀଳ ଜୀବନ କାଟନ୍ତି, ପ୍ରଭୁ ଶିଖାଇଥିବା ମାର୍ଗକୁ ଆପଣାନ୍ତି, ଆଉ ସ୍ପେସିଆଲି ଯୋଉଟା କି ନିଜର ଅପରାଧୀ ମାନଙ୍କୁ କ୍ଷମା କରନ୍ତି, ତାହେଲେ ଏହି ରୋଗରୁ ସେମାନେ ସୁସ୍ଥତା ପ୍ରାପ୍ତ ହେଇଯିବେ। ପ୍ରଭୁ ସେମାନଙ୍କୁ ସୁସ୍ଥ ସବଳ ସହିତ ରଖିବେ, ସୁସ୍ଥ ସବଳର ସହିତ ରଖିବେ। ସେମାନଙ୍କର ଜୀବନରେ ରୋଗ ଆସିବ ନାହିଁ, କଷ୍ଟ ଆସିବ ନାହିଁ। କାହିଁକି ନା ଯେ ପିତା ତାଙ୍କ ସାଙ୍ଗରେ ଅଛନ୍ତି, ପିତା ସେମାନଙ୍କୁ ଉଦ୍ଧାର କରିଦେବେ, ପିତା ସେମାନଙ୍କୁ ସୁସ୍ଥତା ପ୍ରଦାନ କରିଦେବେ। ଆଜିର ଡେଟରେ ଆମେ ଦେଖିବା, ପ୍ରତ୍ୟେକ ହିଲିଂ ମିନିଷ୍ଟ୍ରିରେ, ପ୍ରତ୍ୟେକ ସଭା ମାନଙ୍କରେ ଦେଖୁଛୁ କି ଯେତେବେଳେ ଶେଷ ସମୟରେ ପ୍ରାର୍ଥନାର ଅନୁରୋଧ ଯେତେବେଳେ କରୁଛୁ, ଯେତେବେଳେ ଆମେ କରୁଛୁ, ପ୍ରାର୍ଥନା କରିବା ପାଇଁ, ରୋଗ ପାଇଁ ପ୍ରାର୍ଥନା କରାଯିବ ଆସନ୍ତୁ ବୋଲେ, ଆମେ ସାଙ୍ଗେ ସାଙ୍ଗେ ଯାଇ ପଡୁଛୁ। ୟା ମାନେ ମୁଁ ଏପର୍ଯ୍ୟନ୍ତ ଅପରାଧୀକୁ କ୍ଷମା କରିପାରିନା, ଏବଂ ମତେ ପ୍ରାର୍ଥନାର ନିହାତି ଆବଶ୍ୟକ। ରୋଗରେ କିଏ ପୀଡିତ ଅଛି? ତେଣୁକରି ଏପିସିଓ 4 ପର୍ବ ତାର 32 ପଦରେ ମଧ୍ୟ ଗୋଟେ ବଢିଆ ବିଷୟ ଲେଖାଯାଇଛି। ଏପିସିଓ 4 ପର୍ବ 32 ପଦରେ
ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ। ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। କୋମଳ ହୃଦୟ ହେବା ଦରକାର। କୋମଳ ହୃଦୟ ନିହାତି ଆବଶ୍ୟକ। ଲେଖାଗଲା କୋମଳ ହୃଦୟ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। ଏକ ଆରେକକୁ ଆମେ କ୍ଷମା କରିବା ନିହାତି ଆବଶ୍ୟକ ଅଟେ। ଗୋଟେ ଉଦାହରଣ ଦେବା ନିମନ୍ତେ ଚାହେଁ। ଦିନେ ଶାଶୁ ଏବଂ ବୋହୂ ଚର୍ଚ୍ଚକୁ ଗଲେ ଏବଂ ଚର୍ଚ୍ଚରେ ସେମାନେ ଉପସ୍ଥିତ ହେବା ସମୟରେ ଚର୍ଚ୍ଚରେ ଆରାଧନା ସରିଲା ଏବଂ ଆରାଧନା ସରିଲା, ଗିର୍ଜା ଉପାସନା ସବୁ ସରିଲା ପରେ ବୋଉଟି ଯାଉକୁ କହୁଛି କି ଯେ ବାଳକ ଆଜ୍ଞାକୁ, ଆଜ୍ଞା ଟିକେ ମୋ ନିମନ୍ତେ ଟିକେ ପ୍ରାର୍ଥନା କରନ୍ତୁ। କଣ ହେଲା ମା? କୋଉ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯିବ? ସେ କହିଲେ ନାଇଁ ଆଜ୍ଞା, ଆଜ୍ଞା ମୁଁ ଯେତେ ବାଇବେଲ ପଢୁଛି, ବାଇବେଲର ପଦ ଗୁଡାକ ପଢୁଛି ସତ, ବାକି ସ୍ମରଣରେ ଆସୁନାହିଁ, ମନେ ପଡୁନାହିଁ। କୋଉଠି କୋଉ ବର୍ଡସ୍ ଲେଖା ଯାଇଛି ତାହା ସ୍ମରଣ ପଡୁନି, ମନେ ରଖି ପାରୁନି। ସେଥିପାଇଁ ଟିକେ ମତେ ପ୍ରାର୍ଥନା କରିଦିଅନ୍ତୁ। ବାଳକ ଆଜ୍ଞା ପଚାରିଲେ, ଠିକ ଅଛି ମୁଁ ପ୍ରାର୍ଥନା କରିବି, ବାକି ଆପଣଙ୍କ ସହିତ ଆଉ କିଏ ଆସିଛନ୍ତି? ସେ କହିଲେ ମୋର ଶାଶୁ। ତାପରେ ସେ ବାଳକ ଆଜ୍ଞା ପଚାରିଲେ, ତାଙ୍କୁ ଟିକେ ଡାକୁନ, ତାଙ୍କୁ ମଧ୍ୟ ପ୍ରାର୍ଥନା କରିଦବା। ତା ବୋହୂଟି ଉତ୍ତର ଦେଲା କି ଯେ ନା ଆଜ୍ଞା, ତାର ଆଉ ମୋର ପଡେ ନାହିଁ। ତାର ଆଉ ତୋର ପଡେ ନାହିଁ କହିଲେ କଣ? କାହିଁକି? ବାଳକ ଆଜ୍ଞା ପଚାରିଲା ବେଳକୁ ସେ କହିଲେ, ନାଇଁ ଆଜ୍ଞା, 10 ବର୍ଷ ତଳେ ଆଜ୍ଞା ମୋର ଭାଇ ଯେତେବେଳେ ମୋର ଗୃହକୁ ଆସିଥିଲେ, ମୋର ଭାଇକୁ ଏମିତି ଭାବରେ ଗାଳି କରେ ଯେ ସେ ପର୍ଯ୍ୟନ୍ତ ତାଙ୍କର ସହିତ ମୋର ପଡୁନାହିଁ, ମୋର କଥା ସେଇଟା ଏକ ମନେ ପଡିଯାଉଛି। ବାଳକ ଆଜ୍ଞା ଗୋଟେ କଥା କହିଲେ, ସେଥିପାଇଁ ତମର ବାକ୍ୟ ମନେ ପଡୁନି। 10 ବର୍ଷ ତଳେ ତମର ଭାଇକୁ ସେ ଭାଇ ତମର ଶାଶୁ ମା କଣ କହିଥିଲେ ତାହା ସ୍ମରଣରେ ଅଛି, ବାକି ବାକ୍ୟକୁ ସ୍ମରଣ କରିପାରୁନ। ତାହାର ଗୋଟେ ରିଜନ କି ଯେ ତୁମର ଶାଶୁକୁ ତୁମେ କ୍ଷମା ଏପର୍ଯ୍ୟନ୍ତ ଦେଇ ନାହ। ମାନେ କ୍ଷମା ଦେଇ ନାହ, ବାକି ସେଇ ବାକ୍ୟ ତୁମର ସେଇ ଯୋଉ ଗାଳି କରିଥିବା ଦେଇଛନ୍ତି ତାହାକୁ ତୁମ ସ୍ମରଣ ରଖିଛ, ତୁମେ କ୍ଷମା ଦେଇନାହ। ସେଥିପାଇଁ କଣ ନା ତୁମର ସେ ବାକ୍ୟ ସ୍ମରଣରେ ଆସୁନାହିଁ। ଶାଶୁକୁ ତୁମେ ଭଲ ଭାବରେ ଦେଖିପାରୁନ, ତାକୁ ଗୋଟେ କଣ କି ଯେ ତାକୁ ଗୋଟେ ଦୁଶ୍ମନ ନଜରରେ ଦେଖୁଛ। ମୋର ଭାଇକୁ ଏମିତି କହିଥିଲେ, ମୋର ଭାଇକୁ ସେଥିପାଇଁ ନାଇଁ, ଯାଆନ୍ତୁ ଡାକନ୍ତୁ। ତାପରେ ଗଲେ ପାଷ୍ଟର ଆଜ୍ଞାଙ୍କର କଥା ମାନିଲେ ଏବଂ ଆସିକି ପ୍ରାର୍ଥନା କଲେ। ଆଉ ପାଷ୍ଟର ଆଜ୍ଞାଙ୍କ ସମ୍ମୁଖରେ 2 ଜଣଙ୍କୁ ସେମାନେ ବୋଉ ଶାଶୁଙ୍କୁ କ୍ଷମା ମାଗିଲେ ଏବଂ କ୍ଷମା ମାଗିଲା ପରେ ପ୍ରାର୍ଥନା କରି କହିଲେ, ନେକ୍ସଟ ସୋମବାର ରବିବାର ଦିନ ଆସିଲେ, ଆଜ୍ଞା ଦୀର୍ଘ 10 ବର୍ଷ ପର୍ଯ୍ୟନ୍ତ ମୁଁ ମୋର ଶାଶୁକୁ କ୍ଷମା ଦେଇ ପାରିନାହିଁ, ଯତ୍ଫଳରେ ମୋ ବାକ୍ୟ ସ୍ମରଣ ରଖିପାରୁ ନାହିଁ। ମାତ୍ର ଆପଣ ପ୍ରାର୍ଥନା କଲା ପରେ, ମୁଁ ତାଙ୍କୁ କ୍ଷମା ଦେଲା ପରେ ଏବେ ମୁଁ ଆରାମରେ ବାକ୍ୟ ପଢି ପାରୁଛି, ମନେ ରଖି ପାରୁଛି। ଠିକ ସେହି ପ୍ରକାର ଆମମାନଙ୍କୁ ହେବା ଦରକାର ଅଟେ କି ଯେ ମୁଁ ଯିଏ ଆମମାନଙ୍କୁ ଯେ ପ୍ରକାର ଗାଳି ଦଉଛି ନା କାହିଁକି, ଆମମାନଙ୍କୁ ଲଗେଇବା ନାହିଁ, ନିଜ ହୃଦୟ ରଖିବାର ନାହିଁ। କାହିଁକି ଏଇ ହୃଦୟକୁ ମନ୍ଦିରରେ କେବଳ ଗୋଟେ ବିଷୟ ବାସ କରେ, ତାହା ହେଲା ଈଶ୍ୱରଙ୍କର ବାକ୍ୟ। ତେଣୁକରି ଗୀତ ସଙ୍ଗୀତରେ ଆମେ ଦେଖୁଛୁ, ଆପଣ ମାନେ ଜାଣିଛନ୍ତି ଆମଙ୍କର ବିଶ୍ୱ ଆଜ୍ଞା ସଦାବେଳେ କହନ୍ତି ନାଇଁ କି, ମୁଁ ଯେପରି ତୁମରି ବିରୁଦ୍ଧରେ ପାପ ନ କରି ଏଥିପାଇଁ ତୁମର ବାକ୍ୟକୁ ହୃଦୟରେ ସଞ୍ଚିତ କରି ରଖିଅଛି। କିଏ କଣ କହିଦେଲା ସେଇ ବାକ୍ୟ ଆମେ ସଞ୍ଚୟ କରି ରଖିବା ଦରକାର ନାହିଁ। ମନ୍ଦିରରେ ପ୍ରଭୁ ବାସ କରନ୍ତି, এই ହୃଦୟକ ମନ୍ଦିରରେ ପ୍ରଭୁ ବାସ କରିବା ଦରକାର ଅଟେ। এই ହୃଦୟକ ମନ୍ଦିରରେ ପ୍ରଭୁଙ୍କର ବାକ୍ୟ ରହିବା ନିହାତି ଆବଶ୍ୟକ ଅଟେ। କିଏ କଣ କହିଦେଇଛି, କିଏ କଣ ଆମମାନଙ୍କର ବିରୁଦ୍ଧରେ ଯାଉଛି, ତାହା କେବେ ଦେଖା ନ ରହୁ, ଏ ହୃଦୟରେ ନ ରହୁ। କେବଳ କ୍ଷମାର ଗୁଣ ଆମମାନଙ୍କର ଜୀବନରେ ଦେଖାଯାଉ। ମାଥ୍ୟୁ ତାର 18 ପର୍ବ 35 ପଦରେ ଲେଖାଯାଏ, ପଢିବେ ଟିକେ। ତୁମେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ
ଆପଣ ଆପଣା ଭାଇକି କ୍ଷମା ନ କର, ତାହେଲେ ମୋର ସ୍ୱର୍ଗସ୍ଥ ପିତା ହିଁ ତୁମମାନଙ୍କ ପ୍ରତି ସେହି ପ୍ରକାର କରିବେ। ଅନ୍ତର ସହିତ ଆଜି କିଏ କ୍ଷମା କରୁନାହିଁ ଆଜ୍ଞା। ଅନ୍ତର ସହିତ ଆଜି କିଏ କହି ସିନା ଦଉଛି ମୁଖ କ୍ଷମା କରିଦେଇଛି ବୋଲିକି, ଅନ୍ତର ସହିତ କ୍ଷମା করে ନାହିଁ, ଅନ୍ତରରୁ ତାକୁ କାଢିକି ଫେଙ୍ଗି ନାହିଁ, ରଖିଛି ଏପର୍ଯ୍ୟନ୍ତ। ସେ ଲେଖାଯାଉଛି ତୁମେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣ ଆପଣ ଭାଇକି କ୍ଷମା ନ କର, ଭାଇ ହଉ ଭଉଣୀ ହଉ କିମ୍ବା ପଡୋଶୀ ହଉ କି ଯେକୌଣସି ଲୋକ ହଉ, ଆମମାନଙ୍କର ବିରୁଦ୍ଧାଚରଣ ଯଦି କାର୍ଯ୍ୟ କରୁଛି, ଆମମାନଙ୍କର ବିରୁଦ୍ଧରେ ଯାଉଛନ୍ତି କିମ୍ବା ଆମମାନଙ୍କର ଅ ସହିତ ସେମାନଙ୍କର ମିଳାମିଶା ନାହିଁ, ତାହେଲେ ଆମମାନଙ୍କୁ ଗୋଟେ ବିଷୟ କି ଯେ ଅନ୍ତର ସହିତ ଆମମାନଙ୍କୁ ସେମାନଙ୍କୁ କ୍ଷମା କରିବା ନିହାତି ଆବଶ୍ୟକ ଅଟେ। ଯେ ପର୍ଯ୍ୟନ୍ତ ଯଦି ଆମେ ଅନ୍ତର ସହିତ କ୍ଷମା କରିନାହୁଁ, ତାହେଲେ ମାନେ ରୋଗରୁ ମୁକ୍ତ ହେଇପାରିବା। ରୋଗରୁ ଆମେ ମୁକ୍ତ ହେଇପାରିବାନି। ତେଣୁକରି ଆମେ ମାନେ ଦେଖିବା ଆଉ ଗୋଟେ ପଦ କି ଯେ ମାଥି ଲିଖିତ ସୁଷମାଚାର 4:6 14 15 ମଧ୍ୟ ବଢିଆ ବିଷୟ ଲେଖାଯାଉଛି। କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ପ୍ରେଜ୍ ଦ ଲର୍ଡ। ଏହା ଜାଣିବା ଦରକାର ଅଟେ, ଯଦି କ୍ଷମା କରିନାହିଁ ମାନେ ସ୍ୱର୍ଗସ୍ଥ ପିତା ମଧ୍ୟ ମୋର କ୍ଷମା କରିନାହାନ୍ତି। ମୋର ଅପରାଧ, ମୋର ପାପ, ମୁଁ ଯାହା କରିଅଛି ସେ ମଧ୍ୟ କ୍ଷମା କରିବେ। ଏହା ଜାଣିବା ଦରକାର ଅଟେ କି ଯେ କ୍ଷମା ମୁଁ ଅନ୍ୟକୁ କରିଛି ନା ନାହିଁ। କ୍ଷମା କରିଛି ତାହେଲେ କ୍ଷମା ପାଇବି। ଆଉ ପ୍ରାର୍ଥନାରେ କରୁଛୁ ଆମେ କଣ, ପ୍ରଭୁ ମୁଁ ତୁମର ବିରୁଦ୍ଧାଚରଣ କାର୍ଯ୍ୟ କରୁଛି, ଆଉ ଅପରାଧ କରିଛି, ମୁଁ ତୁମ ବିରୁଦ୍ଧରେ ଯାଉଛି, ମତେ କ୍ଷମା କର, କ୍ଷମା କର, କ୍ଷମା କର ବୋଲେ ଡେଲି ପ୍ରାର୍ଥନା କଲେ ହେବ ନାହିଁ ଯେ ପର୍ଯ୍ୟନ୍ତ ମୁଁ ଅନ୍ୟମାନଙ୍କୁ କ୍ଷମା କରିନାହିଁ। ତେଣୁକରି ବାକ୍ୟ ଆମକୁ ସାଫ ଲେଖାଯାଉଛି କି ଯେ ମୁଁ ଯଦି ଅନ୍ୟକୁ ଯଦି କ୍ଷମା କରିନାହିଁ, ତାହେଲେ ମୋର ମଧ୍ୟ ଅପରାଧ କ୍ଷମା ହେବ ନାହିଁ। ତେଣୁକରି ଲେଖାଯାଏ, କାରଣ ଯାକୁବ 2:13 କାରଣ ଯିଏ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ। ଦୟା କରେ ନାହିଁ, କ୍ଷମାର ଗୁଣ ଯଦି ତାର ଜୀବନରେ ନାହିଁ, ମାନେ ସେ କେବଳ ତାଚ୍ଛଲ୍ୟ କରୁଛି, ମନ ପରିବର୍ତ୍ତନ ତାର ଜୀବନରେ ହେଇନାହିଁ ଏପର୍ଯ୍ୟନ୍ତ। ମନକୁ ପରିବର୍ତ୍ତନ করে ନାହିଁ, କେବଳ ସେ କହୁଛି ସିନା ମନକୁ ପରିବର୍ତ୍ତନ କରିଦେଇଛି, ବାପ୍ତିସ୍ମ ନେଇଯାଇଛି, ପ୍ରଭୁଙ୍କର ନିକଟବର୍ତ୍ତୀ ହେଇଯାଇଛି, ପ୍ରଭୁଙ୍କୁ ଆପଣାଇଛି ଏବଂ ପ୍ରଭୁଙ୍କର ବାକ୍ୟ ମୁଁ ପଢୁଛି, ପ୍ରଭୁଙ୍କୁ ଜାଣିଛି, କହିବ ସିନା ବାକି କ୍ଷମାର ଗୁଣ ତାର ଜୀବନରେ ଯଦି ଦେଖାଯିବ ନାହିଁ, ତାହେଲେ ପ୍ରଭୁ ମଧ୍ୟ ତାକୁ କ୍ଷମା କରିବେ ନାହିଁ। ତାକୁ ନେଇ ମତେ ମଧ୍ୟ କଣ, ମତେ ମଧ୍ୟ ଆପଣ ମାନେ ସମସ୍ତଙ୍କୁ ମଧ୍ୟ ସେ ପ୍ରକାର ଏହା ଜାଣିବା ଦରକାର ଅଟେ କି ଯେ ମୁଁ କଣ ମୋର ଅପରାଧୀ ମାନଙ୍କୁ, ମୋର ପଡୋଶୀକୁ, ମୋର ବିରୁଦ୍ଧରେ ଯାଉଥିବା ବ୍ୟକ୍ତି ମାନଙ୍କୁ ସତରେ କଣ ମୁଁ କ୍ଷମା କରିପାରିଛି କି, ନିଜେ ନିଜକୁ ଆମକୁ ପଚାରିବା ଦରକାର। ତେଣୁକରି ପୁରୁଣା କଥା ଗୁଡାକ ଆମେ ବେଶୀ ସ୍ମରଣ ରଖିଥାଉ। ପୁରୁଣା କଥା ଗୁଡାକ ଯିଏ ମତେ କହିଥିବ, ଯିଏ ଯଦି ମତେ କଷ୍ଟ ଦେଲା କଥା ବହୁତ ବର୍ଷ ତଳେ ଯଦି କହିଥିବ, ତାକୁ ମାନେ ପୁରୁଣା କଥା ଗୁଡାକ ମାନେ ସଦାବେଳେ ସ୍ମରଣ ରଖିଥାଉ। ଯିଶାୟା ତାର 43:18 ତୁମ୍ଭେମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ, ବା ପୁରାତନ ବିଷୟ ସବୁ ବିବେଚନା କର ନାହିଁ। ତୁମେ ମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ। ଯୋଉ ବିଷୟ ଘଟି ଯାଇଛି, ଯାହା ଯଦି ଘଟଣା ଘଟିଗଲାଣି, କିଏ ଯଦି କିଛି କଥା କହିଦେଇଛି, ତାହାକୁ ଆମେ ମାନେ କଣ କରୁଛୁ, ସ୍ମରଣ ରଖିଛୁ, ସ୍ମରଣ ସଦାବେଳେ ରଖୁଛୁ। ସେ ମତେ ଏମିତି କହିଥିଲା, ଏତିକି ପୁରା ଡେଟ୍ ଟାଇମ, କୋଉ ଦିନ, କୋଉ ବାର, କୋଉ କେତେ ଟାଇମ ରେ ସେ ମତେ ସେଇ କଥା କହିଥିଲେ, ତାହା ସ୍ମରଣ କର ବୋଲେ ପୁରା ମନେ ରଖିଦିଅ। ବାକି ଯଦି କହିବା ଏହି ପର୍ବରେ, ଏହି ପଦରେ କଣ ଲେଖାଯାଇଛି, କହନ୍ତୁ ଟିକେ କିଏ କହିପାରିବେ?
ବାକି କିଏ କଣ କହିଦେଲା ତାହା ସ୍ମରଣ କରିଥାଉ ଏବଂ କୋଉ ତାରିଖରେ କେତେ ସମୟରେ କୋଉ ମାସରେ କୋଉ ବର୍ଷରେ ମତେ ସେଇ କଥା କହିଥିଲା ତାହା ମଧ୍ୟ ଆମେ ସ୍ମରଣ କରିଥାଉ। ତେଣୁକରି ଲେଖାଯାଉଛି କି ଯେ ତୁମମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ କିମ୍ବା ପୁରାତନ ବିଷୟ ସବୁ ବିବେଚନା ମଧ୍ୟ କର ନାହିଁ। ମାର୍କ 11 ପର୍ବ 35 ପଦ। 35 ନାହିଁ କି ସରି 25। ପୁଣି ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସର୍ବୋଚ୍ଚ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧକୁ କ୍ଷମା କରିବେ। ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ ତାହେଲେ କ୍ଷମା କର ଲେଖାଯାଉଛି। ପ୍ରାର୍ଥନା କରିବା ସମୟରେ ସ୍ମରଣ କରିବା ଦରକାର ଅଛି ଆଜି ମୁଁ କାହାକୁ କିଛି କଥା କହିଛି କି, କାହାକି କିଛି କଷ୍ଟ ଦେଲା ଭଳି କଥା କହିଛି କି। ଆମେ ଗୋଟେ ବିଷୟ ଦେଖିବା କି ଯେ ଯୀଶୁକୁ ପିତର ପଚାରିଲେ ମୋର ଭାଇ ଯଦି ମୋର ବିରୁଦ୍ଧରେ ଯାଉଛି ତାହେଲେ ମୁଁ କେତେ ଥର ତାକୁ କ୍ଷମା କରିବି। ସେଠାରେ କହିଲେ 70 ଗୁଣ 7 ଥର। ମାଥ୍ୟୁ 18 ପର୍ବ ତାର 21 ରୁ ଟିକେ ପଢିବା ଟିକେ। ମାଥ୍ୟୁ 18। ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି 7 ଥର ପର୍ଯ୍ୟନ୍ତ? ଯୀଶୁ ତାହାକୁ କହିଲେ, ତୁମ୍ଭକୁ କେବଳ 7 ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର 70 ଗୁଣ 7 ଥର ପର୍ଯ୍ୟନ୍ତ। 70 ଗୁଣ 7 ଥର ପର୍ଯ୍ୟନ୍ତ। 70 ଗୁଣ 7 ଥର ମାନେ କହିଲେ 490 ଥର। 70 ଇଣ୍ଟୁ 7 490 ଥର ଆମମାନଙ୍କୁ କ୍ଷମା କରିବାକୁ ହେବ। ମାତ୍ର ଆମେ ଗୋଟେ ଥର ତ କ୍ଷମା ଦଉନାହୁଁ, ବାକି 490 ଥର କଣ କ୍ଷମା ଦେବା? ଗୋଟେ କଥାରେ ଲାଗିକି ରଖିଛୁ, କ୍ଷମା ଦେଇ ପାରୁନାହୁଁ। ଆଉ ସେଇ ପଦରେ ବହୁତ ବଢିଆ 35 ପଦ ପର୍ଯ୍ୟନ୍ତ ବଢିଆ ବିଷୟ ଲେଖା ଯାଉଛି। ଆମେ ପଢିଲେ ଜଣେ ଭାଇ ଠାରୁ ସେ ଉଦ୍ଧାର ଆଣିଥିଲା 3 କୋଟି ଟଙ୍କାର, ଏବଂ ତାକୁ ଯେତେବେଳେ ଫେରସ୍ତ କରିବାକୁ ପଡୁଥିଲା ଏବଂ ସେ ତାକୁ ନେଇକି ଗଲା ବେଳକୁ ସେ କହିଲା କି ଯେ ନାଇଁ ପ୍ରଭୁ, ମୋ ପଇସା ଏତିକି ଟଙ୍କା ଫେରି ପାରିବେ ନାହିଁ, ମୋ ପାଖରେ ପଇସା ନାହିଁ, କିଛି ନାହିଁ, ଧନ ଏବେ ମୋର ନିଅଣ୍ଟ ଯାଇଛି। ତେଣୁକରି ସେହି ମହାରାଜ ତାକୁ କହିଲେ କି ଠିକ ଅଛି, ତତେ କ୍ଷମା କରିଦେଲେ, 3 କୋଟି ଟଙ୍କା ଋଣ କ୍ଷମା ହେଲା। ଏବଂ ସେହି ଯୋଉ ବ୍ୟକ୍ତି କ୍ଷମା ପାଇଲା ସେ ଅନ୍ୟ ଜଣଙ୍କୁ 50 ଟଙ୍କା ଦେଇଥିଲା, ମାତ୍ର ସେ 50 ଟଙ୍କା ତାକୁ ନ ଫେରାଇବାରୁ ତାର ସେ ଗଳା ଚିପିକି ମାରିବାର ଚେଷ୍ଟା କରୁଥିଲା। ଏବଂ ସେ ପଦଟି ଯଦି ଶେଷ ପର୍ଯ୍ୟନ୍ତ 35 ପଦଟି ଯଦି ପଢିବା ତାହେଲେ ସେ ଲେଖାଯାଏ। ତାପରେ ତୁମ୍ଭେମାନେ ସେହି ପ୍ରତ୍ୟେକ ପଢନ୍ତୁ ପଢନ୍ତୁ ଟିକେ ଭଲ ଲାଗିବ। ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହେଲେ ମୋହର ସର୍ବୋଚ୍ଚ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ। ଅନ୍ତର ସହିତ ଆମେ ଦେଖିଲୁନି, ଅନ୍ତର ସହିତ ସେଦିନ ସେହି ଲୋକ 3 କୋଟି ଟଙ୍କାର ଋଣ ପାଇଁ ସେ କ୍ଷମା ପ୍ରାପ୍ତ ହେଲା, ମାତ୍ର ତାର 50 ଟଙ୍କା ସେ ନେଇକି ଯାଇଥିଲା, ମାତ୍ର ସେ 50 ଟଙ୍କା ତାକୁ ନ ଫେରାଇବାରୁ ସେ ତାକୁ ମାରିବା ପାଇଁ ଚେଷ୍ଟା କରୁଛି। ପରିବର୍ତ୍ତନ ଜରୁରୀ ଦରକାର ଅଟେ। କ୍ଷମାର ଗୁଣ ପରିବର୍ତ୍ତନ ହେଇଛି ବୋଲି କହି ସିନା ଦଉଛେ ସିନା ସତ, ମାତ୍ର ଆମ୍ଭେମାନେ ଏପର୍ଯ୍ୟନ୍ତ ପରିବର୍ତ୍ତନ ହେଇପାରିନାହୁଁ। ପରିବର୍ତ୍ତନ ଏପର୍ଯ୍ୟନ୍ତ ହେଇପାରିନି। ତେଣୁକରି ଆମମାନଙ୍କୁ ଏହା ଜାଣିବା ଦରକାର ଅଟେ କି ଯେ ମୁଁ ସତରେ ଯୋଉ ବାପ୍ତିସ୍ମ ନେଇଛି, ସତରେ କଣ ମୁଁ ପରିବର୍ତ୍ତିତ ହେଇଛି କି? ଆଜି ସେଇ ବିଷୟରେ ମଧ୍ୟ କେତେଟି ବିଷୟ ଦେଖିବା, ତାପରେ ଆଜିର ବିଷୟକୁ ଆମେ ସମାପ୍ତ କରିଦେବା। ଆଜିର ସମାପ୍ତ
ଗୀତ ସଂହିତା ତାର 41 ପର୍ବ 1 ରୁ 4। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଯେଉଁ ଜନ ଦିନହୀନ ନିମନ୍ତେ ଚିନ୍ତା କରଇ ସେ ଧନ୍ୟ। ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦ ପ୍ରାପ୍ତ ହେବ। ପୁଣି ତୁମ୍ଭେ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କର ନାହିଁ। ସେ ବ୍ୟାଧି ଶଯ୍ୟାଗତ ହେଲେ ସଦାପ୍ରଭୁ ତାହାକୁ ଧରି ରଖିବେ। ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କରୁଅଛ। ମୁଁ କହିଲି, ହେ ସଦାପ୍ରଭୁ, ମୋ ପ୍ରତି ଦୟା କର, ମୋ ପ୍ରାଣକୁ ସୁସ୍ଥ କର, କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି। 51 ପଢିଲେ ତ? 51 1 ରୁ 4। ଦେଖିବା ଟିକେ। ଦାଉଦ ପ୍ରଧାନ ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ତାପରେ ଏଠାରେ, ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋ ପ୍ରତି ଦୟା କର। ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋର ଅଧର୍ମ ମାର୍ଜନା କର। ମୋ ଅପରାଧରୁ ମତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ ପାପରୁ ମତେ ଶୁଚି କର। କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ମୁଁ ତୁମ ବିରୁଦ୍ଧରେ, କେବଳ ତୁମ ବିରୁଦ୍ଧରେ ପାପ କରିଅଛି, ଆଉ ତୁମ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ତେଣୁ ତୁମେ କଥା କହିଲା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ। ଆମେ ମନ ପରିବର୍ତ୍ତନ ବୋଲି କହୁଛୁ ସତ, ବାକି କେଉଁ ସବୁ ବିଷୟକୁ ମନ ପରିବର୍ତ୍ତନ ବୋଲି କହିବା? ପ୍ରଥମ ବିଷୟ ଅଟେ କି ଯେ ନିଜ ପାପ ହେତୁ ଈଶ୍ୱରଙ୍କ ନିକଟରେ ଦୁଃଖ ପ୍ରକାଶ କରିବା। ନିଜ ପାପ ହେତୁ ଈଶ୍ୱରଙ୍କ ନିକଟରେ ଦୁଃଖ ପ୍ରକାଶ କରିବା। ତେଣୁକରି ଲେଖାଯାଉଛି, କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋର ପାପ ସର୍ବଦା ମୋ ସମ୍ମୁଖରେ ଅଛି। ଅଧର୍ମ, ନିଜ ପାପ ସବୁ ଈଶ୍ୱରଙ୍କ ନିକଟରେ ବୋଲିକରି ମୁଁ ଯାହା ପାପ କରିଅଛି, ନିଜକୁ ନିଜ ଦୁଃଖ ଲାଗିବାର ଅଛି ଏବଂ ପ୍ରଭୁଙ୍କ ନିକଟରେ ତାକୁ ସ୍ମରଣ କରୁ, ପ୍ରଭୁ ଆଜି ମୁଁ ତୁମର ବିରୁଦ୍ଧାଚରଣ କାର୍ଯ୍ୟ କରିଅଛି। ପ୍ରଭୁ ମୁଁ ତୁମର ବିରୁଦ୍ଧରେ ଆଜି ଯାଇଛି କିମ୍ବା ଅନ୍ୟକୁ କଷ୍ଟ ଦେଲା ଭଳି କାର୍ଯ୍ୟ କରୁଛି। ଦୁଃଖ ପ୍ରକାଶ କରିବା ନିହାତି ଦରକାର ଅଟେ। ପାପ କରି ଚାଲିଛୁ ବାକି କିଛି କାହାର ଟେନସନ ନାହିଁ। ଅପରାଧ କରି ଚାଲିଛୁ, ନିଜେ ତ ଅପରାଧ କରୁଛୁ, ତ ଆମର ଅପରାଧୀ ମାନଙ୍କୁ ଆମେ କି ପ୍ରକାର କ୍ଷମା ଦେଇ ଚାଲିବା। ତେଣୁକରି ଗୀତ ସଂହିତା ତାର 32:5 ମଧ୍ୟ ଗୋଟେ ବଢିଆ ବିଷୟ ଲେଖାଯାଇଛି। ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ। ମୁଁ କହିଲି, ମୁଁ କୁହନ୍ତୁ। ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି। ତହିଁରେ ତୁମ୍ଭେ ମୋର ପାପ ଘଟିତ ଅଧର୍ମ କ୍ଷମା କଲ। ନିଜ ପାପକୁ ନ ଲୁଚାଇ ଈଶ୍ୱରଙ୍କର ନିକଟରେ ଆମମାନଙ୍କୁ ସ୍ୱୀକାର କରିବ, ତାହେଲେ ଯାହିଁ ଆମମାନଙ୍କୁ କ୍ଷମା ମିଳିବ। ତେଣୁକରି ଲେଖାଯାଉଛି ମନ ପରିବର୍ତ୍ତନର ବିଷୟ ଯେ କେଉଁ ସବୁକୁ ମନ ପରିବର୍ତ୍ତନ କରିବା ଦରକାର। କ୍ଷମା, ପ୍ରଥମେ ଆମମାନଙ୍କୁ କ୍ଷମା ମିଳିବା ଦରକାର ଅଛି। ନିଜର ପାପ ଯାହା କରିଅଛୁ ତାହା ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକାର ମଧ୍ୟ କରିବାର ଅଛି, ତାହେଲେ ଆମମାନଙ୍କୁ କ୍ଷମା ମିଳିବ। ତହିଁରେ ତୁମେ ମୋର ପାପ ଘଟିତ ଅଧର୍ମ କ୍ଷମା କର ବୋଲି ଲେଖାଯାଉଛି। ମୁଁ କହିଲି, ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କଲି, ତହିଁରେ ତୁମ୍ଭେ ମୋହର ପାପ ଘଟିତ ଅଧର୍ମ କ୍ଷମା କରିବ। ମନ ପରିବର୍ତ୍ତନ କରିଦେଇଛୁ ବୋଲି କହୁଛୁ, ବାକି ନିଜର ପାପକୁ ଆମେ ନିଜେ ସ୍ୱୀକାର କରିପାରୁନାହୁଁ। ଈଶ୍ୱରଙ୍କର ଆଗରେ ନିଜକୁ କ୍ଷମା ଭିକ୍ଷା ମାଗି ପାରୁନାହୁଁ। ଏବଂ ତାହେଲେ ମୁଁ ଅନ୍ୟମାନଙ୍କୁ କି ପ୍ରକାର ଭାବରେ ମୁଁ କ୍ଷମା କରିପାରିବି? ଅନ୍ୟକୁ କି ପ୍ରକାର ଭାବରେ କ୍ଷମା ଦେବି? ପ୍ରାର୍ଥନା ପ୍ରତ୍ୟେକ ଦିନ କରୁଛୁ ସତ, ବାକି ଏପର୍ଯ୍ୟନ୍ତ ଆମର କ୍ଷମା ଦେଇ ଜାଣିନା। ନିଜ ପାପରୁ ବିମୁଖ, ହିତୋପଦେଶ 28:13। ସେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼ଇ ସେ ଦୟା ପାଇବ। ନିଜ ପାପରୁ ବିମୁଖ ହେବାର ଅଛି ଆମକୁ। ନିଜ ପାପରୁ ଆମମାନଙ୍କୁ ବିମୁଖ ହେବାର ଅଛି କି ଯେ ମୁଁ କଣ ପାପ କଲି। ତେଣୁକରି ଲେଖାଯାଉଛି ହିତୋପଦେଶ ତାର 28:13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡି ଦିଏ
ସ୍ୱୀକାର ବି କରିବ ଏବଂ ଛାଡି ବି ଦବ, ସେଇ ପାପକୁ ଆଉ କଦାପି କରିବ ନାହିଁ, ସେହି ମନ୍ଦ କାର୍ଯ୍ୟ ଆଉ କଦାପି କରିବ ନାହିଁ। କହି ସିନା ଦିଅନ୍ତି ଅନେକ ଲୋକମାନେ, ନାଇଁ ଆଜ୍ଞା ମୁଁ ଆଜି ମଦ ଛାଡିଦେଲି, କହିଦେବେ ମୁଖରେ, ବାକି 2 ଦିନ 4 ଦିନ ଗଲା ବେଳକୁ ପୁଣି ମଦ ପିଇବେ। ନାଇଁ ଆଜ୍ଞା ମୁଁ ଆଜି ଅମୁକା ନିଶା ଏ ପ୍ରକାର ସବୁ ବିଷୟ ଛାଡିଦେଲିଣି ବୋଲି ପୁଣି ଦେଖିବେ, ହଁ ତାଙ୍କର କଥାରେ ବିଶ୍ୱାସ କରନ୍ତି, ମାନେ ଖ୍ରୀଷ୍ଟିଆନ ଭାଇ ମାନେ ଆମେ ଯେତେବେଳେ ରହୁଛୁ ବିଶ୍ୱାସ କରୁ, ବାକି ଅନ୍ୟମାନେ ଆଉ 2 4 ଦିନ ଗଲା ପରେ ଦେଖୁ ପୁଣି ସେ କାର୍ଯ୍ୟରେ ସେମାନେ ଲିପ୍ତ ଅଛନ୍ତି। ତେଣୁକରି ଲେଖା ଯାଉଛି କି ଯେ ଯୋଉ ଲୋକ ତାହା ସ୍ୱୀକାର କରି ଛାଡେ ସେ ଦୟା ପାଇଯିବ। ନିଜର ପାପରୁ ଆମକୁ ବିମୁଖ ହେବା ଦରକାର ଅଛି, ନିଜର ପାପରୁ ବିମୁଖ ହେବାର ଅଛି, ତାହେଲେ ଆମେ ମାନେ କ୍ଷମା ପ୍ରାପ୍ତ ପାଇପାରିବା ଈଶ୍ୱରଙ୍କର ଆଗରେ। ଏଭ୍ରି ଏକ ହିନ୍ଦୀରେ ଟିକେ ପଢିବେ କି ସେଇଟା, ହିନ୍ଦୀ ବାଇବେଲ ଅଛି କାହା ପାଖରେ, ଯଦି ସେଇ 28 ପର୍ବ 13 ପଦରେ ଲେଖା ପଢ। हाँ जी, हाँ। जो अपने जो अपने अपराध छिपा रखता है उसका कार्य सफल नहीं होता, परंतु जो उसको मान लेता और छोड़ भी देता है उस पर दया की जाएगी। ଥିପା ଲେଖା ବୋଲି କହୁଛି, କେତେ ନାଇଁ କି ଲୁଚେଇକି ରଖିଥିବା ବିଷୟ କହୁଛି। ମାନିବାକୁ ପଡିବ ନିଜକୁ ଏବଂ ଛାଡି ମଧ୍ୟ ଦେବାକୁ ପଡିବ। ଯେ ପର୍ଯ୍ୟନ୍ତ ସ୍ୱୀକାର ନ କରିଛୁ ସେ ପର୍ଯ୍ୟନ୍ତ କ୍ଷମାର ଆଶା, ସ୍ୱୀକାର କଲେ ହିଁ ଯେ ଆମକୁ କ୍ଷମା ମିଳିବ। ତେଣୁକରି ଆଉ ଗୋଟେ ଏଭ୍ରି 1 ପର୍ବ 9 ପଦରେ ଲେଖାଯାଏ, ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ତୁମ୍ଭର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ନିଜର ପାପକୁ ଆମକୁ ଘୃଣା କରିବାର ଅଛି ଯେ ମୁଁ କୋଉ ପାପ କାର୍ଯ୍ୟ କରୁଛି। ତେଣୁକରି ପ୍ରଭୁ ଆମମାନଙ୍କୁ ଯୋଉ ଆଶୀର୍ବାଦ ଦେଇଛନ୍ତି ଏ ଜଗତରେ ବଞ୍ଚିବା ନିମନ୍ତେ, ତାଙ୍କର ବହୁମୂଲ୍ୟ ରକ୍ତକୁ ଦେଇ ସେ ଆମମାନଙ୍କୁ ମୁକ୍ତି କରିଛନ୍ତି ଏବଂ ଗୋଟିଏ ଏଥିରୁ ବିଷୟ ଆମମାନଙ୍କୁ ଶିଖାଇଛନ୍ତି, ଦୟା, ପ୍ରେମ, କ୍ଷମା, ଏଇସବୁ ଗୁଣ ଆମମାନଙ୍କର ଉପରେ ଦେଖାଯିବା ଦରକାର। ମୁଁ ଯଦି ମୋର ପୁଅକୁ ଯଦି ଲାଳନ ପାଳନ କରୁଛି ଆର୍ ମୋର ପୁଅ ଯଦି ଖରାପ ରାସ୍ତାରେ ଗଲେ ଆମମାନଙ୍କୁ ଯେ ପ୍ରକାର କଷ୍ଟ ହୁଏ, ଠିକ ସେଇ ପ୍ରକାର ପିତାକୁ ମଧ୍ୟ କଷ୍ଟ ହଉଛି ଯେ ମୋର ପୁଅ ଝିଅ ମାନେ, ମୁଁ ତାଙ୍କ ନିମନ୍ତେ ନିଜର ରକ୍ତ ବୋହିଲେ ତଥାପି ମଧ୍ୟ ମାନେ ସୁଧୁରୁ ନାହାନ୍ତି, ତଥାପି ମଧ୍ୟ ମାନେ ଖରାପ ରାସ୍ତାରେ ଅଛନ୍ତି। ପ୍ରଭୁ ଯେ ପ୍ରକାର ନ ଭାବନ୍ତୁ, ଆମେ ପ୍ରଭୁଙ୍କର ରାସ୍ତାରେ ଯିବା, ଠିକ ମାର୍ଗରେ ଯିବା, ପ୍ରଭୁଙ୍କ ଠାରେ ନିଜର ପାପକୁ ସ୍ୱୀକାର କରିବା, କ୍ଷମା ଭିକ୍ଷା ମାଗିବା, ରୋଗରୁ ଆମେ ମୁକ୍ତ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଆମେ କ୍ଷମା ଦେବା। ଯେ ପର୍ଯ୍ୟନ୍ତ ଯଦି ଆମେ ଅନ୍ୟମାନଙ୍କୁ କ୍ଷମା ଦେଇନାହୁଁ ସେ ପର୍ଯ୍ୟନ୍ତ ଆମେ ମଧ୍ୟ କ୍ଷମା ପାଇପାରିବା ନାହିଁ ଏବଂ ମାନେ ରୋଗରୁ ଆମେ ମୁକ୍ତ ହେଇପାରିବା। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯେମିତିକି ଏଇ କ୍ଷମାର ଗୁଣ ଆମମାନଙ୍କୁ ପ୍ରତ୍ୟେକଙ୍କ ଜୀବନରେ ଦେଖାଯାଉ ଏବଂ ପ୍ରତ୍ୟେକ ଲୋକ ଯେମିତିକି ଆମେ ଅନ୍ୟମାନଙ୍କୁ ଆମେ କ୍ଷମା କରିପାରିବା। ତେଣୁକରି ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ Praise the Lord. हालेलुया, प्रेज द लॉर्ड। धन्यवाद सर, और ସମସ୍ତଙ୍କୁ ଏତେ ସୁନ୍ଦର ଭାବରେ ବାକି ରଖିଥିଲେ और ସମସ୍ତେ ଆଉ ଆଜି ଯେତେଟା ବାକ୍ୟ ଦ୍ଵାରା ଧନ୍ୟବାଦ ଦିଏ ପ୍ରଭୁଙ୍କ ଦାସଙ୍କୁ, ସେ ଆମ ସମସ୍ତଙ୍କୁ ଏତେ ସୁନ୍ଦର ଭାବରେ ଆଜି ଦିନରେ ପ୍ରଭୁଙ୍କ ବାକ୍ୟ ଦ୍ଵାରା ଆମକୁ ପଢାଇ ଆଣିଲେ, ଧନ୍ୟବାଦ। ଆଉ ଏତେବେଳେ ଏଇ ସମୟରେ ମୁଁ ଅନଲାଇନ ପ୍ରେୟାର ହୋଷ୍ଟକୁ ଅନୁରୋଧ କରେ କି ସେ ଆଗକୁ ଆମ ସମସ୍ତଙ୍କୁ ପଢାଇ ନଥିବେ।
आवाज से ଶୁଭୁଛି କି? हेलो। हाँ ଶୁଭୁଛି ବାକି ଆଜ୍ଞା ଶୁଣୁନାହାନ୍ତି। प्रेज द लॉर्ड आज्ञा जितेंद्र आज्ञा प्रेज द लॉर्ड। ପ୍ରେଜ୍ ଦ ଲର୍ଡ। ମତେ କହିଲେ କି ଆଜ୍ଞା? କୁଆଡେ ଗଲେ? ହ୍ୟାଲୋ। ସତରେ ଆଜ୍ଞା କହିଲି। हेलो। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ବୁଝିଲ? ଆଜିର ବକ୍ତା ଆଜ୍ଞାଙ୍କୁ ମଧ୍ୟ ପ୍ରେଜ୍ ଦ ଲର୍ଡ। ଆଉ ବହୁତ ସୁନ୍ଦର ଭାବରେ ବାକ୍ୟ ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ। ତା ସହିତ ଆମର ବକ୍ତା ଆଜ୍ଞାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆଉ ରୁଥ ଭଉଣୀଙ୍କୁ ଅନୁରୋଧ କରେ କି ବାକ୍ୟ ନିମନ୍ତେ ପ୍ରାର୍ଥନା ପାଇଁ କାହାକୁ ଦେଇ ଦିଅନ୍ତୁ। ओके ସାର୍ ଜିତେନ୍ଦ୍ର ମୁଖୀ ସାର୍ ପ୍ରେଜ୍ ଦ ଲର୍ଡ। ଆଉ ଆଜିର ବାକ୍ୟ